ଭାଗବତରେ ଜଗନ୍ନାଥ ଦାସ ଏକାଦଶ ସ୍କନ୍ଧରେ ଲେଖିଲେ, ସଂସାରେ ଖେଳି ନାନା ମତେ ସନ୍ତୋଷ ନ ପାଇଲା ଚିତେ, ଏଣୁ ମାନବ ସୃଷ୍ଟି କଲା ଯହିଁ ବିଶ୍ରାମେ ସର୍ବଲୀଳା। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଅନେକ ଗୁଡ଼ିଏ 56 କୋଟି ଜୀବ 84 ଲକ୍ଷ ଜନି ଜୀବଙ୍କୁ ତିଆରି କରି 56 କୋଟି ପ୍ରଭେଦରେ ରହିଲେ। ତନ୍ମଧ୍ୟରୁ ମନୁଷ୍ୟକୁ ସର୍ବୋତ୍ତମ ସର୍ବଶ୍ରେଷ୍ଠ ପରିଶେଷରେ ହିଁ ତିଆରି କରିଛନ୍ତି। ଅନେକ ଶରୀର ତିଆରି କଲା ପରେ ଭଗବାନ ନିଜ ମନ ଭିତରେ ଶାନ୍ତି ପାଇଲେନି, ଆନନ୍ଦ ପାଇଲେନି। ଯେମିତି ଅଷ୍ଟାଦଶ ପୁରାଣ ବେଦ ଚତୁର୍ବେଦକୁ ସରଳୀକରଣ କରି ବ୍ୟାସଦେବ ଆତ୍ମଶାନ୍ତି ନ ପାଇବାରୁ ଭାଗବତ ଲେଖିବା ପାଇଁ, ଶ୍ରୀମଦ୍ ଭାଗବତ ଲେଖିବା ପାଇଁ ନାରଦଙ୍କର ଉପଦେଶରେ ସେ ଭଗବାନଙ୍କର ଲୀଳାକୁ ଯେତେବେଳେ ଲେଖିଲେ, ତାପରେ ତାଙ୍କ ହୃଦୟରେ ପରମ ଶାନ୍ତି ପ୍ରାପ୍ତ ହେଲା। ତେଣୁ ସଂସାରରେ ଯେତେ ପ୍ରକାର ଜ୍ଞାନ ଧ୍ୟାନ, ଯେତେ ପ୍ରକାର ଉପଦେଶ ଦିଆଯାଇଛି ଶାସ୍ତ୍ରମାନଙ୍କରେ, ଆମ ମଣିଷମାନଙ୍କ ପାଇଁ ସବୁ ଦିଆଯାଇଛି। ପଶୁ ପକ୍ଷୀ କୀଟ ପତଙ୍ଗ ଏମାନଙ୍କର କିଛି ଯାଏ ଆସେ ନାହିଁ, କିନ୍ତୁ ସେମାନେ ଖାଉଛନ୍ତି, ଶୋଷ ହେଲେ ପିଉଛନ୍ତି। ଆମେ ବି ସେଇଆ କରୁଛେ। ସେମାନେ ବି ସନ୍ତାନ ଉତ୍ପନ୍ନ କରୁଛନ୍ତି, ଆମେ ବି ସନ୍ତାନ ଉତ୍ପତ୍ତି କରୁଛେ। ଏଥିରେ ପ୍ରଭେଦ କିଛି ନାହିଁ। ସେମାନଙ୍କର ଆହାର ଭୟ ନିଦ୍ରା ମୈଥୁନ ଅଛି, ଆମର ବି ଅଛି, କିନ୍ତୁ ଆମ ଭିତରେ ପ୍ରଭେଦ ଏତିକି, ଭଗବାନ ସର୍ବଭୂତରେ ଅଛନ୍ତି ବୋଲି ମଣିଷ କେବଳ ଜାଣେ। ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶ ଅର୍ଜୁନ ତିଷ୍ଠତି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟା। ଭଗବାନ ଆମ ସମସ୍ତଙ୍କ ଭିତରେ 56 କୋଟି ଜୀବରେ ଅଭିରାମ ବାସ କରେ। ତାପରେ କହିଲେ, ତ ମନକୁ ସ୍ଥିର କରିଲେ ଜୀବ ତ ଭ୍ରମ। ନହେଲେ ଭଗବାନ ତ ସର୍ବ ଭିତରେ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି। ଦେଖାଯାଉଛି କେବଳ ତାକୁ ଯାହାର ମନ ସ୍ଥିର ଏକାଗ୍ର। ଗୋଟିଏ ଭଜନରେ ଠାକୁର ଲେଖିଲେ, ଦୁର୍ଲଭ ଜନ୍ମକୁ ବହି ବୃଥା କରୁଛୁ କାହିଁକି, ଦେହ ଥିଲେ ସର୍ବ ପାଇ, ଦେହ ଥିଲେ ସର୍ବ ପାଇ, ଦେହ ଗଲେ ମିଳଇକି, ଦୁର୍ଲଭ ଜନ୍ମକୁ ବହି ବୃଥା କରୁଛୁ କାହିଁକି, ଦୁର୍ଲଭ ଜନ୍ମକୁ ବହି। ମୁଁ ତୁମକୁ ମିଳିବା ସୁଲଭ ହେଇପାରେ, ଆତ୍ୟନ୍ତିକ ଭକ୍ତି ସହକାରେ ତୁମେ ଯଦି ମୋତେ ଆରାଧନା କରିବ, ତୁମର ବାଞ୍ଛିତ ଫଳ ନିଶ୍ଚିତ ପାଇବ। ଅର୍ଥାତ୍ ଯିଏ ଅଲଭ୍ୟ ଦୁର୍ଲଭ ସେ ହେଉଛି ମୁଁ। ମୋତେ ବି ତୁମେ ଧରିପାରିବ, ବାନ୍ଧିପାରିବ, ଦେଖିପାରିବ, ମୋ ସହିତ ଖେଳିପାରିବ, ମୋତେ ଖୁଆଇ ପାରିବ, ସମ୍ଭବ ହେଉଛି କେବଳ ମୁଁ ତୁମ ଭିତରେ ଥିବା ପର୍ଯ୍ୟନ୍ତ। ମୁଁ ତୁମ ଶରୀରକୁ ତ୍ୟାଗ କଲା ପରେ ଆଉ କୌଣସି ସାଧନ ସଂସାର ଭିତରେ ନାହିଁ। ଅର୍ଥାତ୍ ତୁମର ମୋର ଭିନ୍ନ ହେଇଗଲା। ଯେଉଁ ଯନ୍ତ୍ର ମାଧ୍ୟମରେ ଆମେ ଖେଳୁଥିଲେ ଏ ସଂସାରରେ, ସେ ଯନ୍ତ୍ରଟା ଯଦି ଭାଙ୍ଗିଯିବ, ଖେଳିବା କେଉଁଥିରେ? ସେ ଖାଲି ହାତଟାକୁ ଏମିତି ଏମିତି କରିବ, ଏଇଟାକୁ ଆମେ ବାଡ଼େଇକି ଭାଙ୍ଗିଦେବା, ବାଜିବ କି ବିନା ଯନ୍ତ୍ରରେ? ବୋଲେ ମୁହିଁ ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ସବୁ ଯୋগে যোগে, যন্ত্রী নহিলে তোমে খেলিব সঙ্গে, মোর বুঝা ঠাকুর বুঝাইব কি তোতে জীব কହୁଛି, ପ୍ରଭୁ ମୁଁ ଯନ୍ତ୍ର ଆପଣ ଯନ୍ତ୍ରୀ। ଏ କଥା ସବୁ ଯୁଗେ ଯୁଗେ ସତ୍ୟ। କିଛି ଭକ୍ତ କହନ୍ତି, ମୁଁ ଯନ୍ତ୍ର ନହିଲେ ତୁମେ ଖେଳିବ କାହା ସଙ୍ଗେ ହବା କଥା, ପରପଦରେ କାହିଁକି ହେଲା ମୁଁ ଯନ୍ତ୍ରୀ ନହିଲେ ତୁମେ ଖେଳିବ କାହା ସଙ୍ଗେ? ଠାକୁର କ'ଣ ଭୁଲ ଲେଖିଲେ? ପ୍ରଥମ ପାଦରେ ଯାହା ଲେଖିଲେ, ଦ୍ୱିତୀୟ ପାଦରେ ଯଦି ସେଇଆ ଲେଖିଥାନ୍ତେ, ଆମେ ଭାବିଲେ ଠାକୁର ବୋଧେ ଟିକେ ଗଞ୍ଜେଇ ଖାଇ ଦେଇଥିଲେ, କି ଭାଙ୍ଗ ଭାଙ୍ଗ ପିଇ ଦେଇଥିଲେ, କିନ୍ତୁ ଦୁଇ ପାଦର ଅର୍ଥ ଅଲଗା ଅଲଗା ଆସିବ ନା। ତେଣୁ ପ୍ରଥମ ପାଦରେ କହିଲେ, ଜୀବ କହୁଛି ପ୍ରଭୁ ମୁଁ ଯନ୍ତ୍ର, ସବୁ ଯୁଗେ ଯୁଗେ ତୁମେ ହେଉଛ ଯନ୍ତ୍ରୀ ବଜେଇଲା ବାଲା, ମୁଁ ଲୁହା, ଆପଣ ହେଉଛନ୍ତି ଚୁମ୍ବକ। ଜୀବ ଲୁହା, ନାରାୟଣ ଅଟନ୍ତି ଚୁମ୍ବକ। ଏ ଅର୍ଥ ଜାଣନ୍ତି ସଂସାରର ବହୁ ଲୋକ।
ଅନେକ ଲୋକ ଜାଣନ୍ତି ଏ କଥା। ଭଗବାନ ହେଉଛନ୍ତି ଚୁମ୍ବକ। ତା ପରପଦେ ମଧ୍ୟ ଠାକୁର ଲେଖିଛନ୍ତି ନାରାୟଣ ଲୁହା ଭକ୍ତ ଚୁମ୍ବକ ହୋଇବ, ଏ ଅର୍ଥ ଗୋଟି ସଂସାରରେ ଅଳ୍ପ ଥିବ। ପ୍ରଥମ ପାଦରେ କହିଲେ ବହୁ ଲୋକ ଜାଣିଛନ୍ତି, ଏଥିରେ କହିଲେ ଅଳ୍ପ ଲୋକ ଜାଣିଥିବେ। କାହିଁ? ଏ ଅତି ଗୁହ୍ୟତମ କଥା, ଯାହାକୁ ଠାକୁର ଆମକୁ ସମର୍ପଣ ସୂତ୍ରରେ ବୁଝେଇ ଦେଇ ଯାଇଛନ୍ତି। ମୁଁ ନ ଦେବା ପର୍ଯ୍ୟନ୍ତ ତୁମେ ଖାଇପାରିବ ନାହିଁ। ତୁମେ ଏ ଶରୀର ମନ୍ଦିରରେ ଅଛ ସତ, ତୁମେ ଥିଲା ବେଳେ ମୁଁ ତୁମକୁ ଦେବି ଯଦି ତୁମେ ଖାଇଲ, ତୁମେ ନଥିଲା ବେଳେ ଯଦି ମୁଁ ଖାଇଦେଲି ଅଚେତରେ, ତାହେଲେ କିଏ ଖାଇଲା? ଜୀବକୁ ଭୁଞ୍ଜାଇ ଭୁଞ୍ଜନ୍ତି ଜୀବ ଜାଣଇ ନାହିଁ, ଯାର ଭକ୍ତିରେ ମରି ଥାଇ ତାକୁ ଜଙ୍ଗି ଭୁଲାଇ, ଯାର ଭକ୍ତିରେ ମରି ଥାଇ ତାକୁ ଜଙ୍ଗି ଭୁଲାଇ, ଯାର ଭକ୍ତିରେ ମରି ଥାଏ ତାଙ୍କୁ ଜଙ୍ଗି ଭୁଲାଇ। 60 ପଉଟ ଭୋଗ ଲାଗୁଛି ପ୍ରତିଦିନ, ସକାଳେ ଦ୍ୱିପହରେ ରାତିରେ। ଜଗନ୍ନାଥ ଯଦି ଗୋଟାଏ ଦିନ 60 ପଉଟ ସବୁ ଖାଇଦେବେ, ପଣ୍ଡା ମାନେ ଡରିଯିବେ, ତାପରେ ଆଉ ଦେବେନି, କହିବେ ନାଇଁ ଅଳ୍ପ ଅଳ୍ପ ଦେବା, ଆଉ ବିକ୍ରି ତ ହେଇପାରିବନି, ଆଉ ଭଣ୍ଡାରକୁ ପଇସା କୋଉଠୁ ଆସିବ? ଅର୍ଥବିହୀନ ସାରା ଜମିବାଡ଼ି ସବୁ ବିକ୍ରି ହେଇଯିବ। ତେଣୁ ଠାକୁର କହିଲେ ସେଠି ମୁଁ ଖାଇଥାନ୍ତି ଯଦି ତମେ ସବୁ ଗଲେ, ଏଡ଼େ ବଡ଼ ମନ୍ଦିର ହେଇଛି, ପ୍ରସାଦ ଟିକେ କୋଉଠି ପାଆନ୍ତ? ଉପବାସରେ ଫେରନ୍ତ, ନିରାଶରେ ଫେରନ୍ତ। କହିଲେ ନା ନା, ବାପା କ'ଣ ପିଲାମାନଙ୍କୁ ଉପାସରେ ନିରାଶରେ ରଖିପାରିବ କି? ନା, ସେଠି ମୁଁ କେବଳ ଗ୍ରହଣ କରୁଛି ସ୍ୱାଦ, ଅର୍ଥାତ୍ ବାସନା। ବାସନା ବାସୁଦେବସ୍ୟ, ସେଠି କେବଳ ପ୍ରଭୁ ବାସନା ଗ୍ରହଣ କରୁଛନ୍ତି। ଏଠି ଯିଏ ଦଉଛି ଚିହ୍ନିକି ପ୍ରଭୁ ଥିଲା ବେଳେ, କହିଲେ ତାର ସବୁତକ ମୁଁ ଗ୍ରହଣ କରୁଛି। କିପରି ହୃଦରେ ତୋତେ ବାନ୍ଧିବି ହରି, ବିଷୟା ଜଞ୍ଜାଳ ମୋତେ ରହିଛି ଘେରି, ବିଷୟା ଜଞ୍ଜାଳ ମୋତେ ରହିଛି ଘେରି, ବିଷୟା ଜଞ୍ଜାଳ ମୋତେ ରହିଛି ଘେରି। ଅହଙ୍କାର ଶୂନ୍ୟ ହେଲେ ନୁହେଁ ବିଷୟ, ମନରେ ନୁହେଁ ବିଷୟ, କର କପରାଏ ସବୁ ଜୀବ ମିଳାଇ, କର କପରାଏ ସବୁ ଜୀବ ମିଳାଇ, କର କପରାଏ ସବୁ ଜୀବ ମିଳାଇ। ମୁଁ କର୍ତ୍ତା ବୋଲି ତୁ କାହିଁକି ଅହଙ୍କାର କରୁଛୁ? ଏ ଶରୀର ମୋର, ମୁଁ ଏ ଶରୀରର ମାଲିକ। ଅଜ୍ଞାନୀ କହୁଛି ଏ ବୃକ୍ଷରେ ରାଜା, ଏ ଦୋଷ ମୁଁ କ୍ଷମା କର। ପ୍ରଭୁ, ମୁଁ ଯେ ପର୍ଯ୍ୟନ୍ତ ଜାଣିନଥିଲି, ଆପଣଙ୍କୁ ଏ ଶରୀର ଭିତରେ ଚିହ୍ନି ନଥିଲି, ସେ ପର୍ଯ୍ୟନ୍ତ ନିଜ ଶରୀରଟାର ମାଲିକ ମୁଁ ନିଜକୁ ଭାବୁଥିଲି। ମୋ ଶରୀର, ମୋ ଇଚ୍ଛା, ମୁଁ ଯେତେବେଳେ ଯାହା କରିପାରିବି। ସେଥିପାଇଁ ଆପଣ ଗୋଟେ ନିୟମ କରିଛନ୍ତି, ସଂସାରର ମଣିଷମାନେ ଧର୍ମାଚରଣ କରି ଉପଯୁକ୍ତ ମାର୍ଗରେ ଗତି କରିବେ ବୋଲି, ଜୀବନଯାପନ କରିବେ ବୋଲି ଆପଣ 4 ବେଦକୁ ଲେଖିଲେ, ଅଷ୍ଟାଦଶ ପୁରାଣ ଲେଖିଲେ, ଇଏ ବିଭିନ୍ନ ଶାସ୍ତ୍ରକୁ ଲେଖି ସାରିଲା ପରେ ମଧ୍ୟ ଗୋଟେ ଗୁରୁ ବୋଲି ଶବ୍ଦଟାକୁ ରଖିଲେ। ଗୁରୁ ରୂପେ ଜ୍ଞାନ ନଦେଲେ ଆପଣ କେନେ ଜାଣନ୍ତି ତୁମ୍ଭଙ୍କୁ। ଆପଣ ଯାହା ମାଧ୍ୟମରେ ମୋତେ ମନ୍ତ୍ର ଦିଅନ୍ତୁ ନା କାହିଁକି, ମୁଁ ତାଙ୍କୁ ଆପଣଙ୍କର ପ୍ରତିନିଧି, ଆପଣଙ୍କର ସ୍ୱରୂପ ଜ୍ଞାନ ଯଦି ନ କରିବି, ସେ ମନ୍ତ୍ର ମୋ ଭିତରେ କାମ କରିବନି। ହଉଛି ଶିଷ୍ୟ ଦୀକ୍ଷା ନେଇକି ଅଛନ୍ତି, ଅନେକ ଶିଷ୍ୟ ଅଛନ୍ତି, ତାଙ୍କୁ ଯଦି ପ୍ରକୃତରେ ଠାକୁର 2ଟି ଅକ୍ଷରର ମନ୍ତ୍ର ଦେଇଛନ୍ତି, ଏପଟେ ଭିତରେ ଗୋଟେ ବାହାରେ ଗୋଟେ, ସେଇଟା ଏପଟକୁ ପଳେଇ ଆସିଲେ ଭିତର ବାଲା ବାହାରେ, ବାହାର ବାଲା ଭିତରେ, ଏତିକି କଥା। ଏତିକି ମନେ ରହୁନି, ଅର୍ଥାତ୍ ଏ ମନ୍ତ୍ର କେତେ ମୂଲ୍ୟବାନ। ଯେଉଁ ତୋର ମନ୍ତ୍ର ଜଗତେ ସ୍ୱତନ୍ତ୍ର, ପୂଜିତ ତଳ ମଟନା କଲୋକ। ଯେଉଁ ତୋର ମନ୍ତ୍ର ଜଗତେ ସ୍ୱତନ୍ତ୍ର, ପୂଜିତ ତଳ ମଟନା କଲୋକ। হে করুণাময়
ସେହି ତୁମ୍ଭେ ସ୍ୱୟଂ ହେ କରୁଣାମୟ ସେହି ତୁମ୍ଭେ ସ୍ୱୟଂ ଧରିଛି ପରା ମୁଁ ସେହି ପଦ ଜଗବନ୍ଧୁ ହେ ତୁମ୍ଭେ ହୃଦୟ ପଦ ଜଗବନ୍ଧୁ ହେ ଯାହାଙ୍କୁ ଲଭିଲେ ସଦାନନ୍ଦ ମିଳେ ଯାହାଙ୍କୁ ଲଭିଲେ ସଦାନନ୍ଦ ମିଳେ ତା କୃତ୍ୟ କିମ୍ପା ସଦା ଦକଧ ଜଗବନ୍ଧୁ ହେ ତୁମ୍ଭେ ହୃଦୟ ପଦ ଜଗବନ୍ଧୁ ହେ କହିଲେ ଯିଏ ହଉଛି ମନ୍ତ୍ର ଯେହି ନାମ ସେହି ହୃଦେଶ ତାଙ୍କୁ ଭକ୍ତିରେ ଦେଖ ଆଉ ଅନ୍ତର ଶ୍ରଦ୍ଧାରେ ଭଜିଲେ ଜୀବ ସଂସାର ଦୁଃଖ। ବେଦ ବେଦାନ୍ତର ଶ୍ଲୋକ ସ୍ମୃତିକୁ ଆମେ ସହଜରେ ବୁଝିପାରିବା ନାହିଁ, ଆମର ପର୍ଯ୍ୟାପ୍ତ ସଂସ୍କୃତ ଜ୍ଞାନରେ ଅଭିଜ୍ଞତା ନାହିଁ। ତେଣୁ ସାଧାରଣ ମୁଣ୍ଡିଆ ଖଟିକିଆ ଗରିବ ଶ୍ରେଣୀର ହରିଭକ୍ତମାନଙ୍କ ପାଇଁ ଉଦ୍ଧାରର ବାଟ ଠାକୁର ଅଭିରାମ ପରମହଂସ ସରଳ ସୁନ୍ଦର ଭାଷାରେ ଲେଖିଦେଇକି ଗଲେ।